ଭାବରେ ଆଜି ମଧ୍ୟ ହେଇଛି। ମା ଜଣେ ଯୋଉ ଗାଉଥିଲେ ଖୁବ୍ ମନୋମୁଗ୍ଧକର, ଅନ୍ତତଃ ହୃଦୟକୁ ଛୁଉଁଥିଲା ମୋର ସେ ମନ୍ଦାକିନୀ ସାହୁ ମା। ଅନ୍ୟମାନଙ୍କର ସୁନ୍ଦର ମଧ୍ୟ ହେଇଛି। ଭୋଗ ନୈବେଦ୍ୟ ନିବେଦନ କରିଛନ୍ତି ମୋର ଜୀବନ କୁମାର ଦାସ ଭାଇ, ସୁଧାଂଶୁ ଶେଖର ରାଉତ ଭାଇ, ଦି ଜଣ ଭୁବନେଶ୍ୱରରୁ, ଆଉ ଦୟାଲ ଜ୍ୟୋତି ସାହୁ, ସରୋଜ କୁମାର ପାତ୍ର ମୋର ଦି ଜଣ କଟକରୁ, ଆଉ ଶ୍ରୀମତୀ ମନ୍ଦାକିନୀ ମା ଆମର ଗୁଣପୁରରୁ ଯିଏ ଭଜନଟିଏ କରୁଥିଲେ। ଏ ସମସ୍ତେ ନିଜ ପରିବାରର ସୁଖ ଶାନ୍ତି ଆନନ୍ଦ ନିମିତ୍ତ ନିରାମୟ ଜୀବନ ପାଇଁ ପ୍ରଭୁଙ୍କ ନିକଟରେ ଭୋଗ ନୈବେଦ୍ୟ ନିବେଦନ କରିଛନ୍ତି। ଆଉ ଆମର ଢେଙ୍କାନାଳରୁ ସୁଶୀଲ କୁମାର ବେହେରା ଭାଇ ନୂତନ ଜବ୍ ପାଇଛନ୍ତି, ଆଉ ସେଇ ଉଦ୍ଦେଶ୍ୟରେ ପ୍ରଭୁଙ୍କୁ ତାଙ୍କର କୃତଜ୍ଞତା ଜଣାଇ ଭୋଗ ନୈବେଦ୍ୟ ନିବେଦନ କରିଛନ୍ତି। 5 ଜଣ ଗୁରୁ ଭାଇ ଆମର ଏଇ ଶାନ୍ତି ସୁଖ ଆନନ୍ଦ ପାଇଁ ଦେଇଛନ୍ତି। କଥାଟି ଆମେ ଏତେ ଫିଲୋସଫି ଆଡକୁ ନ ଯାଇ ଏ ବାବଦରେ ଟିକେ ଚିନ୍ତା କରିବା। ଶାନ୍ତି ବୋଇଲେ ସେ ଠାକୁର କହୁଛନ୍ତି ବାଲାନ୍ସ ଷ୍ଟେଟ୍ ଅଫ୍ ମାଇଣ୍ଡ। ମନଟାକୁ କେମିତି ଆୟତ୍ତ କରିବା, ତାକୁ କେମିତି ବାଲାନ୍ସ କରିବା। ମନ ଖୁବ୍ ଦ୍ରୁତଗାମୀ, ମନ ବହୁ କଥା ଚାହେଁ। କେଠି ବିଲ୍ଡିଂ କରିବି, କେଠି ଜାଗା କିଣିବି, କୋଉଠି ଆକାଶରେ ଉଡ଼ିବି, ଏମିତି ଗାଡ଼ି କରିବି, ଏମିତି ସାଙ୍ଗମାନେ ଚଢୁଛନ୍ତି ଏମିତି ଚଢ଼ିବି। ତ କେତେ ଜୋର ମୁଁ କୋଉଥିରେ ସମର୍ଥ ହେବି, ଏବଂ ତା ଭିତରେ ସବୁ ଭିତରେ ଆମେ ମୂଳଟାକୁ ଧରିଥାଉ ଠିକ୍ ଯଦି, ତାହେଲେ ଏ ସବୁ ଅସୁବିଧା କିଛି ନୁହେଁ। କିନ୍ତୁ ମୁଁ କୋଉଟା ପାରିବି ଆକୁ ଚିନ୍ତା କରିବି ଏବଂ ସେଇଭଳି କର୍ମ କରିବି ଏବଂ ନିଜେ ରୋଜଗାର କରିବି ଏବଂ ତାକୁ ଉପଭୋଗ କରିବି। ଠାକୁର ତ କହୁଛନ୍ତି ଜୀବନଟାକୁ ଟ୍ରେମେଣ୍ଡସଲି ଉପଭୋଗ କରିବା ପାଇଁ ମୁଁ ଶିଖେଇବାକୁ ଆସିଛି। ଜୀବନଟାକୁ ଉପଭୋଗ କରିବାକୁ ପଡିବ। এই ଜୀବନଟା ଉପଭୋଗ ବୋଇଲେ ଈଶ୍ୱରଙ୍କୁ ନେଇକି କେମିତି ଉପଭୋଗ କରାଯାଇ ପାରିବ, ଯେଉଁଥିରେ ପରମାନନ୍ଦ ପ୍ରାପ୍ତି ହବ। ଖାଲି ମେଟେରିଆଲ ଦିଗରେ ଆମେ ଯଦି ଘୁଷାରି ହେଇଯିବୁ, ତାହେଲେ ଆମେ ଏପଟେ ସେପଟେ ପଡ଼ିଯିବୁ। ଆପଣମାନେ ଯେଉଁମାନେ ଯୋଡ଼ି ହେଇଛନ୍ତି, କେତେ ଜଣ କୃଷି ସହିତ ସମ୍ପୃକ୍ତ ଅଛନ୍ତି ମୁଁ ଜାଣିନି। ମୁଁ କିନ୍ତୁ ଦୀର୍ଘ ଦିନ ଧରି ଚାଷ ବାଡ଼ି କରି ବହୁ କଷ୍ଟ ଭିତରେ ପାଠ ସାଠ ପଢ଼ି ଯାଉ ଆଜି ଗୋଟେ କଲେଜର ଅଧ୍ୟାପକଟେ ହେଇଛି। ମୁଁ ସେଇ ଉଦାହରଣ ଗୋଟେ ଆପଣଙ୍କୁ ଦେବାକୁ ଚାହୁଁଛି, ଆପଣମାନେ ସେଟାକୁ ବୁଝିପାରିବେ କି ନାହିଁ ଜାଣେ ନାହିଁ। ଏଇ ଯେଉଁ ଆମର ଧାନ କଟାଯାଏ, ଧାନ କଟା ହେଲା ପରେ ଯୋଉ ବେଙ୍ଗୁଳା ପଡ଼େ, ମାନେ ଆଗରୁ ବଳଦ ମଡ଼େଇକି ତାକୁ ଧାନଟାକୁ ଝଡ଼ା ହଉଥିଲା। ଏବେ ସବୁ ମେସିନ ପତ୍ର ଆସିଗଲାଣି। ଆଉ ସେଇ ମଝିରେ ଗୋଟେ ଖଳାରେ, ଯୋଉଟା ଧାନ ଖଳା ଆମେ କହୁ, ଗୋଟେ ମହି ଖୁମ୍ପ ଥାଏ, ମଝିରେ ଗୋଟେ ଖୁଣ୍ଟ ପୋତା ହେଇଥାଏ। ଆଉ ସେ ଖୁଣ୍ଟ ସହିତ ଗୋଟେ ଡାହୁଣୀ ଥାଏ, ଡାହୁଣୀରେ 7ଟା 8ଟା ପଘା ଥାଏ ଏବଂ ବଳଦ ମାନଙ୍କୁ ଆଣିକି ସେଥିରେ ଯୋଡ଼ା ଯାଏ ଏବଂ ତାକୁ ସେ ଧାନ ଉପରେ ଇଏ କଣ ଆମର ଅକଣ୍ଡା ଉପରେ ତାଙ୍କୁ ବୁଲାଯାଏ। ବୁଲାଗଲେ ସେ ମାଡ଼ି 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 ଏ ଯେଉଁ କେରା ଗୁଡ଼ିକ ସବୁ ଧାନ ଗୁଡ଼ାକୁ ଝଡ଼େଇ ଦିଅନ୍ତି। ଆମମାନେ ସବୁ ରାତି 2ଟାରୁ ଉଠୁ ଶୀତ ଦିନେ ଏବଂ ସବୁ ବଦଳିଆ ହେଇଥାଏ। ଏଇ ଯେଉଁ ଜଣଙ୍କ ଘରେ ତ ଆଉ 7ଟା 8ଟା ବଳଦ ନାହାନ୍ତି, ତେଣୁ ଚାଷୀମାନେ ସବୁ ନିଜ ନିଜ ଭିତରେ କଥା ଭାଷା କରି ଆଉ 2-2ଟା ବଳଦ 3 ଜଣ ସାଙ୍ଗ ହିଆନ୍ତି ବା 4 ଜଣ ସାଙ୍ଗ ହିଆନ୍ତି। ତାଙ୍କର 5 ଦିନ ପଡ଼ିବ, ତାଙ୍କର 7 ଦିନ ପଡ଼ିବ, ଏଭଳି ଭାବରେ ଅଣାଯାଏ ସବୁ ବଳଦ ମାନଙ୍କୁ। ତା ଭିତରେ ଗୋଟେ ଗୋଟେ ବଦମାସ ବଳଦ ଥାନ୍ତି, ମାନେ ବୋଲ ମାନନ୍ତି ନାହିଁ। ତାକୁ କଣ କରାଯାଏ, ସବୁ ବଳଦ ଗୁଡ଼ିକ ସବୁ ଅଣାଗଲା। ଏଇ ଅତ୍ୟନ୍ତ ଏବେ ତ ଆଉ ଶୀତ ଏତେ ପଡୁନାହିଁ। ଆଗରୁ ମୁଁ କହୁଛି 80 ଦଶକ 1980ରୁ 2000 ଭିତରେ ଯୋଉ ଶୀତ ଥିଲା, ସେଥିରେ ଆମେ ଏଇ କାମ ସବୁ କରିଛୁ। ସେ ବଳଦ ସବୁ ରାତି 2ଟାରେ ଉଠିବା, ଶୀତ ହାତ କଣ କଣ ହେଇଯାଉଥିବ, ଏ ବଳଦ ମାନଙ୍କୁ ସବୁ ଅଣାଯିବ। ବିଭିନ୍ନ ଗଛ ଯୋଉ ଥିବ ବା ଖୁଣ୍ଟି ପୋତା ହେଇଥିବ ସେଥିରେ ବନ୍ଧାଯିବ। କିଏ ମହି ଖୁମ୍ପ ମୂଳକୁ ରହିବ ଷ୍ଟ୍ରଙ୍ଗ ବଳଦ ଜଣକୁ ତାକୁ ଦିଆଯିବ। କିଏ କୋଉଠି ଚାଲିବେ, ସେ ଆମେ ଯୋଉମାନେ ସବୁ ଏଇ କାମ କରନ୍ତି ସେମାନେ ଜାଣିଛନ୍ତି। କିଏ ମହି ଖୁମ୍ପ ରହିବ, କିଏ ମଝିରେ ରହିବ, କିଏ କାନିରେ ରହିବ।
ଆଉ ସବୁଠାରୁ ଯୋଉ ବଦମାସ ବଳଦଟା କୁ ପଛରେ ରଖାଯାଇଥିବ, ତାକୁ ଯୋଡା ଯିବନି ଆଗେ। କାରଣ ସେ ବଦମାସି କରିବ, ଯୋଡିତେ ଦବନି, ଚିଲ୍ଲା ମାରିବ, ବିନ୍ଧି ଦବ, ଶିଙ୍ଗ ଫୁଟେଇ ଦବ। ତେଣୁ ତାକୁ ପଛରେ ରଖି ତାକୁ ଯେଇଠି ଦବା କଥା ସେଠି ଡାହୁଣୀ ଗୋଟେ ମୁଗୁତି ଗୋଟେ ଫାଙ୍କା ରଖି ଅନ୍ୟମାନଙ୍କୁ ସବୁ ଯୋଡି ଦିଆଗଲା। ଆଉ ଶେଷରେ ତାକୁ ମୁଗୁତି ମାଧ୍ୟମରେ, ଦୌଡ଼ି ମାଧ୍ୟମରେ ତାକୁ ଟଣା ଯିବ, ପଛରୁ ଦି ଜଣ ପେଲିକି ସେଇ ଯୋଉ ଫାଙ୍କା ରହିଥିବ ତା ଭିତରେ ତାକୁ ଗଳେଇ ଦେଇକି ବାନ୍ଧି ଦେଇ ଦି ତିନି ପଟ ଗୁଡେଇ ଅଣାଯିବ। ଆମେ ସବୁ ଏ କୁଲାରେ ଧଡ ଧାଡ କରିକି ତାଙ୍କୁ ଗୋଡେଇ ଆଣୁ। ତାପରେ ସବୁ ସାଇଜ ହେଇଯାଏ, ଧୀରେ ଧୀରେ ଚାଲନ୍ତି। କାହିଁକିନା ସେ ବଳଦ ବୁଝିପାରେ ଯେ ଆଉ ମୁଁ ଏଠୁ ବାହାରିକି ଯାଇପାରିବି ନାହିଁ। ଏ ଯେ ମୋହି ଖୁମ୍ପ ଥାଏ, ଏଇ ମୋହି ଖୁମ୍ପ ହଉଛନ୍ତି ଈଶ୍ୱର। ଆମେ ଯାହା ବି କରିବୁ ଯଦି ଈଶ୍ୱରଙ୍କୁ ନେଇକି ନ କରୁ, ଆମର କଣ ହବ ନା ମହି ଖୁମ୍ପ ନଥିଲେ ଏ ଡାହାଣୀଟା ପେଲି ଯାଇ କେଇଠି ପଡିବେ, ମାନେ ଗୋଡ ହାତ ଭାଙ୍ଗି ଛଟିକି କିଏ କାଡେ ଦୌଡିବ, ଆୟତ ରହିବେନି। କିନ୍ତୁ ଯେତେବେଳେ ମହି ଖୁମ୍ପ ସହିତ ଯୋଉ ଡାହୁଣୀ ଥାଏ, ଯେ ମୁଗୁତି ମାନଙ୍କରେ ବା ପଘା ମାନଙ୍କରେ, ଆପଣ ମାନେ ସେଠି କଣ କୁହନ୍ତି ମୋ କଥା ବୁଝିପାରୁଛନ୍ତି କି ନାହିଁ, ଆଉ ସେଥିରେ ସେ ବାନ୍ଧା ହେଇଗଲା ପରେ ଦି ଚାରିପଟ ଗୋଡେଇ ଆସିଲା ପରେ ସିଏ ଆଉ ବଦମାସି କରନ୍ତି ନାହିଁ। ଅତଏବ ଏଇ ମନ ଯୋଉ ଆମ ମାନଙ୍କୁ ଅସୁବିଧାରେ ଅନେକ ସମୟରେ ପକାଏ। ଆମ ମନ ବହୁତ କଥା ଚାହେଁ ଏବଂ ସେଇଭଳି କର୍ମ ନକରି ଆମେ ପାଇବା କୋଉଠୁ, ଅର୍ଥଟା ଆସିବ କୋଉଠୁ? ଏ ଅର୍ଥ ତ ଆସିଲେ ମୁଁ ଉପଭୋଗ କରିବି। ତେଣୁ ଜୀବନକୁ ମହିଖୁମ୍ପକୁ ରଖି, ଈଶ୍ୱରଙ୍କୁ ରଖି ଯଦି ମୋର ଜୀବନକୁ ଉପଭୋଗ କରିବାକୁ ଚାହେଁ, ମୋ ମନଟା ନିୟନ୍ତ୍ରିତ ହବ। ସେଇଥିପାଇଁ ଆମକୁ ଦୀକ୍ଷା ମାଧ୍ୟମରେ ନାମଟା ଦିଆହେଇଛି। ତାକୁ ସାଧନା କରିବାକୁ ପଡିବ। ଏ ନାମଟା ସାଧନା କଲେ ମୋର କଣ ଦରକାର, ମୋ ଜୀବନରେ କଣ କଣ ସବୁ ଦରକାର, ମୋର ପରିବାରର ସ୍ଥିତି କଣ, ମୋର ପାରିପାର୍ଶ୍ୱିକର ସ୍ଥିତି କଣ, ମୋର ବାପା ମା କଣ କରନ୍ତି, ମୋର ବନ୍ଧୁବର୍ଗ କଣ କରନ୍ତି, ସେଇ ସ୍ଥିତିରେ ମୁଁ କେତେ ଆଗକୁ ଯାଇପାରିବି, ମୋ ମନକୁ ସ୍ଥିର କରି ମୋର ଲକ୍ଷ୍ୟଟାକୁ ସ୍ଥିର କରିବି। ତେବେ ଯାଇକି, ଏବଂ ସେଇ ଲକ୍ଷ୍ୟ ସ୍ଥିର କରିସାରିଲା ପରେ ସେ ଲକ୍ଷ୍ୟଟାକୁ ହାସଲ କରିବି କେମିତି, ସେଥିପାଇଁ ଚେଷ୍ଟା କରିବି। ନାମଧାନରେ ଶେଷ ଠାକୁର କହୁଛନ୍ତି ଯେ ଆମେ ଖାଲି ବସିକି ନାମ କଲେ, ସେ ନାମଟାକୁ ଉଚ୍ଚାରଣ କଲେ ନାମଧାନ ହୁଏ ନା। ସେ ନାମଟାକୁ ଆଜ୍ଞା ଚକ୍ର ସହିତ ଯୋଡି ଏଭଳି ଭାବରେ ଧ୍ୟାନ କରିବାକୁ ପଡିବ ଯେ ତା ଭିତରେ ଠାକୁର କହୁଛନ୍ତି ଧ୍ୟାନ ଭିତରେ ତିନିଟା କଥା ଆସିବ: ନିୟନ୍ତ୍ରଣ, ସାମଞ୍ଜସ୍ୟ, ସମାଧାନ। ନିୟନ୍ତ୍ରଣ, ସାମଞ୍ଜସ୍ୟ, ସମାଧାନ କଣ ନା, ମୁଁ ଧରାଯାଉ ଗୋଟେ ଲକ୍ଷ୍ୟ ସ୍ଥିର କଲି, ମୁଁ ଅଧ୍ୟାପକଟିଏ ହେବି, ବା ମୁଁ ଗୋଟେ ଚାଷୀ ହେବି, ବା ମୁଁ ଗୋଟେ ବ୍ୟବସାୟ କରିବି। ତାକୁ ନିୟନ୍ତ୍ରଣ ଭିତରକୁ ଆଣିବି, ମୁଁ କେତେ ବର୍ଷ ଭିତରେ ଏଇ କାର୍ଯ୍ୟଟାକୁ ହାସଲ କରିପାରିବି। 5 ବର୍ଷ ବା 7 ବର୍ଷ ବା 2 ବର୍ଷ ବା ବର୍ଷେ ବା ଗୋଟେ ଦିନରେ କୋଉ ଜିନିଷଟା ମୁଁ କରିବାକୁ ଚାହୁଁଛି, ସେଇ ଅନୁସାରେ ମତେ ସମୟ ନିର୍ଦ୍ଧାରଣ କରିବାକୁ, ଇଏ ହେଲା ନିୟନ୍ତ୍ରଣ। ସାମଞ୍ଜସ୍ୟ କଣ ନା, ପ୍ରତ୍ୟେକ ଦିନ ମୁଁ କେତେ କେତେ ଘଣ୍ଟା ପରିଶ୍ରମ କରିପାରିବି। ଗୋଟେ ଦିନ ବହୁତ କରି ପକେଇଲି, ଗୋଡ ହାତ ବଥା ହେଲା। ଗୋଟେ ଦିନ ବହୁତ ପଢି ପକେଇଲି, ଆଇ ରାତି 4ଟା ପର୍ଯ୍ୟନ୍ତ ପଢି ପକେଇଲି, ତାର ଦିନ ଶୋଇ ପଡିଲି। ଏଇଭଳିଆ ନୁହେଁ ଯେ ପ୍ରତ୍ୟେକ ଦିନ ମୁଁ କେତେ ଘଣ୍ଟା ପରିଶ୍ରମ କରିପାରିବି। ଏ ନିୟନ୍ତ୍ରଣ ଆଉ ସାମଞ୍ଜସ୍ୟ ଆସିଲେ ସମାଧାନଟା ଆପେ ଆପେ ଆସିଯିବ। ନିୟନ୍ତ୍ରଣ ଆସିଗଲା, ମୁଁ 5 ବର୍ଷରେ ଏଇ କାମଟାକୁ କରିବି। ସାମଞ୍ଜସ୍ୟ ଆସିଲା, ପ୍ରତ୍ୟେକ ଦିନ ମୁଁ 8 ଘଣ୍ଟା ପରିଶ୍ରମ କରିବି ବା 7 ଘଣ୍ଟା ପରିଶ୍ରମ କରିବି। ଆକୁ ପୁଣି ସ୍ଥିର କରିସାରି ଏଇଭଳି ଭାବରେ କରି ଚାଲିଲେ ସମାଧାନର ରାସ୍ତା ଆପେ ଆସିବ। ଏଥିପାଇଁ ସେ ଠାକୁର ଆମକୁ ସହଜ ଭାବରେ ବ୍ରାହ୍ମ ମୁହୂର୍ତ୍ତରୁ ରାତି 10ଟା ପର୍ଯ୍ୟନ୍ତ ଗୋଟେ ରୁଟିନ ଲାଇଫ ଆମକୁ କରିବାକୁ ପଡିବ। ବ୍ରାହ୍ମ ମୁହୂର୍ତ୍ତରୁ ଉଠିବି ଅନ୍ତତଃ 4ଟା ସମୟରେ। ଯଦି 4ଟା ନ ହେଇପାରୁଛି 4:30, 5ଟା, ବର୍ତ୍ତମାନ ଶୀତ ଦିନ ପାଇଁ। ଆଉ ଆପଣ ଗରମ ଦିନେ ତ ଆପଣଙ୍କୁ 4ଟାରେ ହିଁ ଉଠିବାକୁ ପଡିବ। ଠାକୁର କହୁଛନ୍ତି ଯଦି ମଣିଷ ଅଧଘଣ୍ଟେ ନାମ ଧ୍ୟାନ କରେ, ତାହେଲେ 6 ଘଣ୍ଟା ଅତି ବେଶୀରେ, ଆଉ 4 ଘଣ୍ଟା ହେଲେ ଅତି କମରେ ମଧ୍ୟ ତାର ବିଶ୍ରାମରେ କିଛି ଅସୁବିଧା ହବ ନାହିଁ। ଯଦି 4 ଘଣ୍ଟା ସେ ବିଶ୍ରାମ ନିଏ, ଶୁଏ, ତାହେଲେ ତା ଦିନ ସାରାର ପରିଶ୍ରମ ଲାଘବ ହେଇଯିବ। କିନ୍ତୁ ଆମେ ସେଇ ଧରଣର ନାମ ଧ୍ୟାନ କରୁନେ। ତ ବ୍ରାହ୍ମ ମୁହୂର୍ତ୍ତରେ ଉଠି ନାମ ଧ୍ୟାନ କରିବି, ମୋର ମୋର କର୍ମ ଜୀବନଟା କଣ, ସମସ୍ତଙ୍କର ତ ଆଉ ସମାନ ନୁହେଁ। କିଏ ଚାକିରି କରୁଛନ୍ତି, କିଏ ବ୍ୟବସାୟ କରୁଛନ୍ତି, କିଏ କୃଷି କରୁଛନ୍ତି, କିଏ ଦୋକାନ କରିଛନ୍ତି। ତ ସେମାନଙ୍କର ସ୍ଥିତି ନେଇକି ମତେ, ପ୍ରତ୍ୟେକଙ୍କର ସ୍ଥିତି ନେଇକି ନିଜକୁ ଗୋଟେ
ସ୍ଥିର ଚିନ୍ତା ମଧ୍ୟ କରିନେବାକୁ ପଡିବ। ଆମେ ଅନେକ ସମୟରେ ଆମର ଚଳଣିଟା ଏପଟେ ସେପଟେ ହବା କାରଣରୁ ଆମେ ଅନେକ ସମୟରେ ରୋଗଗ୍ରସ୍ତ ମଧ୍ୟ ହଉଛନ୍ତି। ନାମ ଧ୍ୟାନ କରି ବହୁ ଦିନର ପୁରୁଣା ସତ୍ସଙ୍ଗୀ ହେଇ ମଧ୍ୟ ରୋଗ ମାଡି ଆସୁଛି, କାରଣ ଆମେ ନିୟନ୍ତ୍ରିତ କରିନୁ। ଆମେ ସତ୍ସଙ୍ଗ ଯାଉଛେ, ଭଜନ କରୁଛେ, କୀର୍ତ୍ତନ କରୁଛେ, ଯାଜନ କରୁଛେ, ଠାକୁର କାମ କରୁଛେ ବୋଲି କହୁଛେ, କିନ୍ତୁ ଦେଖିଲା ବେଳକୁ ବିଭିନ୍ନ ରୋଗ ମାଡି ଆସିଲାଣି। ଆମର ଯୋଉ ଅନ୍ତତଃ 70-80 ବର୍ଷ ବଞ୍ଚିଲେ ସିନା ପ୍ରଭୁଙ୍କୁ ଟିକେ, ଏ ଯୋଉ ରବୀନ୍ଦ୍ରନାଥ ଠାକୁର କହୁଥିଲେ, ଏ ସୁନ୍ଦର ଭୁବନେ ଆମେ ବଞ୍ଚିତେ ଚାହିଁ ମରିତେ ଚାହିଁ ନା ଆମେ। ଏ କେତେ ଜନ୍ମର ତପସ୍ୟା ଫଳରେ ଆମେ ମଣିଷ ଜନ୍ମ ଗ୍ରହଣ କରିଛେ, ଆଉ ସେଥିରେ ପୁଣି ଏଇ 50-60 ବର୍ଷର ରୋଗାକ୍ରାନ୍ତ ହେଇକି ଚାଲିଗଲେ ପ୍ରଭୁଙ୍କୁ କେତେ ଦିନ ଉପଭୋଗ କରିବା? ପ୍ରଭୁଙ୍କୁ ଉପଭୋଗ କରିବାକୁ ହେଲେ ତ ମନଟାକୁ ସ୍ଥିର ରଖିବାକୁ ପଡିବ ଏବଂ ଶରୀରଟାକୁ ସୁସ୍ଥ ରଖିବାକୁ ପଡିବ। ଏ ଶରୀର ସୁସ୍ଥ ନ ରଖିଲେ ମୁଁ ପ୍ରଭୁଙ୍କୁ କେତେ ଦିନ, ଆମେ କେତେଟା ଆଲୋଚନା ପ୍ରସଙ୍ଗ ପଢିଲେଣି, କେତେ ଠାକୁରଙ୍କର ବାଣୀ ପଢିଲେଣି, ଠାକୁରଙ୍କ କାମ କେତେ କରିଛେ, କେତେ ଲୋକଙ୍କୁ ଆମେ ମଙ୍ଗଳ କୂଳକୁ ନେଇ ଆସିଛେ, ଯାଜନ କରି ଦୀକ୍ଷା ଦିଆ କରିଛେ, ବା କଣ କରିପାରୁଛେ ଆମେ? ତେଣୁ ଆମ ଶରୀରଟାକୁ ସୁସ୍ଥ ରଖିବାକୁ ପଡିବ। ଏ ଶରୀରଟାକୁ ସୁସ୍ଥ ରଖିବାକୁ ପଡିଲେ ବ୍ରାହ୍ମ ମୁହୂର୍ତ୍ତରୁ ଆମେ ଅନେକ ସମୟରେ ପ୍ରିପେୟାର ହଉନେ। ଆମେ ଧରାଯାଉ ଗୋଟେ ସ୍ଥାନକୁ ଯାଉଛେ ଇଣ୍ଟରଭ୍ୟୁ ଦେବା ପାଇଁ ବା କଣ ଗୋଟେ କରୁଛେ, ସେଥିପାଇଁ ଆମେ ପ୍ରିପେୟାର ହଉଛେ ଯେ ମୁଁ କଣ କଣ ନେବି ବ୍ୟାଗରେ, ତା ପୂର୍ବରୁ ଆମେ ପୁରଉଛେ। ଦେହ ଘରକୁ ଯାଉଛେ, ଆମେ ବ୍ୟାଗ ଟାକୁ ପୂର୍ବରୁ ସଜ କରୁଛେ ଯେ ବ୍ୟାଗରେ ଅମିକି ଜିନିଷ ମୁଢି ଟିକେ ନେବି, ବା ଆପଣ ମାନେ ଆମର ବାଲେଶ୍ୱରରେ ମୁଢି ମୁଢି ନ ନେଲେ ଆମେ ବଞ୍ଚି ପାରିବୁ ନାହିଁ। ବାଲେଶ୍ୱର ମୟୂରଭଞ୍ଜରେ ମୁଢି ଦିଟା ଯିବ, ଆଉ କାକୁଡି ବିଲାତି ଆଉ କଣ ବେଡସିଟ୍ ଟିଏ, ଯେମିତି ଆମେ ସବୁ ସଜ କରୁଛେ, ନାମ ଧ୍ୟାନ ପାଇଁ ମଧ୍ୟ ରାତିରେ ଆମକୁ ସଜବାଜ ହବାକୁ ପଡିବ। ଆମକୁ ପ୍ରିପେୟାର ହବାକୁ ପଡିବ ଯେ ମୁଁ 10ଟା ସୁଦ୍ଧା ବିଛଣାକୁ ଯିବି, ପ୍ରଭୁଙ୍କୁ ପ୍ରାର୍ଥନା କରି ବେଡରେ ଶୋଇବି, ଖାଦ୍ୟଟା ପରିମିତ ପରିମାଣରେ ଗ୍ରହଣ କରିବି, ଯୋଉଟା କି ମତେ ଦେହଟାକୁ ମାନ୍ଦା କରିବ ନାହିଁ। ଅଳ୍ପ ପରିମାଣରେ ଖାଦ୍ୟ 8ଟା ସୁଦ୍ଧା ଗ୍ରହଣ କରିବି ବା 9ଟା ସୁଦ୍ଧା ଗ୍ରହଣ କରିବି, ଏବଂ ଠିକ 10ଟା ବେଳରେ ବିଶ୍ରାମ ଗଲେ 4ଟା ବେଳକୁ ନିଦ ଭାଙ୍ଗିବ। ଏଇଭଳି ପ୍ରିପାରେସନ ମାନସିକ ସ୍ତରରେ ରହିଲେ ଠିକ ଦେଖିବେ ଆପଣଙ୍କ ଇଚ୍ଛା ଅନୁସାରେ ନିଦଟା ଭାଙ୍ଗିବ। ଆପଣ ଯଦି କର୍ମ ଜୀବନର କୋଉ କର୍ମରେ ରହିଛନ୍ତି, ସେ ଅନୁସାରେ ମତେ କେତେବେଳେ ଉଠିବାକୁ ପଡିବ, କେତେ ନାମ ଧ୍ୟାନ କରିବାକୁ ପଡିବ, କେମିତି ମୁଁ ଇଷ୍ଟଭୂତି କରିବି, ମୋ ପ୍ରଭୁଙ୍କୁ କେମିତି ଦେବି, ସେ ଅନୁସାରେ ଆପଣ ଚକଆଉଟ କରିବେ ଆପଣଙ୍କର ଜୀବନକୁ। ପ୍ରାର୍ଥନା ସମୟ ହେଲା, ପ୍ରାର୍ଥନା କଲେ ପ୍ରାର୍ଥନାଟାକୁ ଏଭଳି ଭାବରେ କରିବାକୁ ପଡିବ ଯେମିତି ଘରର ସମସ୍ତ ମେମ୍ବର ପ୍ରାର୍ଥନାରେ ବସିବେ। ସତ୍ୟାନୁଷ୍ଠାନ କଣ ଧର୍ମଗ୍ରନ୍ଥ ଆଦି ପଢା ହେଲା, ପୂର୍ବ ଦିଗକୁ ଯାଇକି ଟିକେ ସୂର୍ଯ୍ୟଙ୍କୁ, ଆରାଧ୍ୟ ସୂର୍ଯ୍ୟଙ୍କୁ ପ୍ରଣାମ କରିବି। କୋଉମାନେ ବୟସ ଯଦି ହେଲାଣି, କେଉଁମାନେ ମର୍ଣ୍ଣିଂ ୱାକ୍ କରୁଛନ୍ତି, ମର୍ଣ୍ଣିଂ ୱାକ୍ ଯିବେ, କୋଉ ସମୟରେ ମର୍ଣ୍ଣିଂ ୱାକ୍ ଯିବେ, କୋଉ ସମୟରେ ପ୍ରାର୍ଥନା କରିବେ, ସେମାନେ ପ୍ରତ୍ୟେକ ଜୀବନର ସବୁ ଅଲଗା ଅଛି, ସେମାନେ ସ୍ଥିର କରିବେ। ଏବଂ କୋଉ କର୍ମ ଅଛି ମୋର କେତେବେଳେ, ବିଶେଷତଃ ଆୟୁର୍ବେଦ ଶାସ୍ତ୍ର କହୁଛି, ଆପଣ ଦେଖିବେ ଠାକୁରଙ୍କର ଗୋଟେ ଭୋଗ ଲାଗେ, ଆପଣ ଆମେ ସବୁ ଆମେ ଦେଖୁ କିନ୍ତୁ ଆମ ଜୀବନରେ କରୁନା। ଆପଣ ଦେଖିବେ ନିର୍ଦ୍ଦିଷ୍ଟ ଟାଇମରେ ହିଁ ଶଙ୍ଖ ବାଜେ। ବ୍ରେକଫାଷ୍ଟଟା କେତେବେଳେ ହବ, ଲଞ୍ଚଟା କେତେବେଳେ ହବ, ଡିନରଟା କେତେବେଳେ ହବ, ଆପଣ ଦେଖିବେ ଠାକୁର ବଙ୍ଗଳାରେ ଭୋଗ ଲାଗୁଥିବ, ନିର୍ଦ୍ଦିଷ୍ଟ ଟାଇମରେ ହିଁ ଶଙ୍ଖ ବାଜେ ଏବଂ ଭୋଗ ଲାଗେ। ଏଇଟା ହଉଛି ତାର ବିଜ୍ଞାନ। ବିଜ୍ଞାନ ହଉଛି ବଡି ଚାହେଁ ଯୋଉ ସମୟରେ ମୁଁ ଦାନ୍ତ ଘଷିବା କଥା ସେଇ ସମୟରେ ଦାନ୍ତ ଘଷିଲେ ତାପରେ ମୋର ଯୋଉ ପାଚକ ରସ ହରମୋନ ଝରିବ, ସେଇ ଠିକ ସମୟରେ ମୁଁ ବ୍ରେକଫାଷ୍ଟ ଖାଇବି। ବିଜ୍ଞାନ କହୁଛି 8ଟାରୁ 9ଟା ଭିତରେ ବ୍ରେକଫାଷ୍ଟଟାକୁ କରି ନେବାକୁ ପଡିବ, ନହେଲେ ଆମେ ପରବର୍ତ୍ତୀ ସମୟରେ ଏସିଡ ରୋଗରେ ସବୁ ଆକ୍ରାନ୍ତ ହବୁ। ଅନ୍ତତଃ 7:30ରୁ 8:30 ଭିତରେ ବ୍ରେକଫାଷ୍ଟ ହେଇଯାଏ। ଆମର ଲଞ୍ଚଟା ଯେମିତି 1ରୁ 2ଟା ଭିତରେ, ଉପରଓଳି କଣ ସବୁ କାମ ଦାମ କରିକି କେମିତି ଆମେ ପ୍ରେୟାର ସମୟରେ ଚେଷ୍ଟା କରିବା ଘରେ ରହିବା ପାଇଁ। ଅନେକ ସମୟରେ ଆମର ଅନୁପସ୍ଥିତିରେ ମା ମାନେ, ଆମର ପିଲାମାନେ କରୁଛନ୍ତି, କିନ୍ତୁ ଗାର୍ଡିଆନ ଭାବରେ ମତେ ମଧ୍ୟ ଦିନେ ଦିନେ ରହିବାକୁ ପଡିବ। ସବୁଦିନ ରହିଲେ ତ ଭଲ, କିନ୍ତୁ କର୍ମଜୀବୀ ଯୋଉମାନେ ସବୁ ବାହାରେ ରହୁଛନ୍ତି, କଣ କରୁଛନ୍ତି, ଆସିବା ଡେରି ହଉଛୁ, ଚେଷ୍ଟା କରିବାକୁ ପଡିବ ମଝିରେ ମଝିରେ ସେମାନଙ୍କ ସହିତ ଯୋଗଦାନ କରିବାକୁ ପଡିବ। ବହିଟାକୁ ପଢିକି ପିଲା ଛୁଆ ମାନେ ତାକୁ ଟିକେ ଜାଣୁଛନ୍ତି ନା ନାହିଁ, ଠାକୁର କିଏ, ଲକ୍ଷ୍ମୀ ମା କିଏ, ନାମ ଧ୍ୟାନ କଣ, ଯଜନ କଣ, ଇଷ୍ଟଭୂତି କଣ, ନିରାମିଷ ଖାଦ୍ୟ କଣ, ବିବାହ କଣ, ଏସବୁ କଥା ଯଦି ଚର୍ଚ୍ଚା ନହେଲା, ଆମେ ସତ୍ସଙ୍ଗ ଗଲୁ, ହୋହଲାରେ କଣ ଟିକେ ଶୁଣିଲୁ, କିଏ କଣ ତାର ଶୁଣିଲା, କିଏ ତାର ଖାଇବା ପାଖରେ ମନ, କି ଆଉ ଗୀତ ଗାଇବା ପାଖରେ ମନ, ଦେ ପଳେଇ ଆସିଲୁ। ଏହା ଦ୍ଵାରା ଘରୋଇ ଯାଜନ ସନ୍ଧ୍ୟା ସମୟରେ ଟିକେ ରହିବ। ଯଦି ମୁଁ ପାରୁନାହିଁ, ବାହାର କର୍ମ ଜୀବନରେ ଅଛି, ବ୍ୟବସାୟରେ ଅଛି, ମୁଁ ଯେତେବେଳେ ଆସୁଛୁ ଅନ୍ତତଃ ସେତେବେଳେ ଗୋଡ ହାତ ଧୋଇ କିଛି ସମୟ ନାମ ଧ୍ୟାନ କରିବି। ପିଲା ଛୁଆ ମାନଙ୍କ ସାଥିରେ ଟିକେ କଥା ହେବି, କିଏ ପଢିକି ଆସିଲା, କଣ କଲା, ସ୍ତ୍ରୀର ଅଭାବ କଣ, ଏ ସବୁ କଥାକୁ ଦେଖ କରି ପୁଣି
ମୁଁ ବିଶ୍ରାମ ଯିବି। ଏଭଳି ଗୋଟେ ବ୍ରାହ୍ମ ମୁହୂର୍ତ୍ତରୁ ରାତି 10ଟା ପର୍ଯ୍ୟନ୍ତ ଆମର ନିଜର ସ୍ଥିତିକୁ ନେଇକି ରୁଟିନ ତିଆରି କରିବାକୁ ପଡିବ। ସେ ଠାକୁର ସେ ବରଦା ଆମର ଠାକୁରଙ୍କର ଯେତେବେଳେ ଶତବାର୍ଷିକୀ ପାଳନ ହେଇଥିଲା 1987 ସେ ବରଦା କିଚେନ ଗାର୍ଡେନ କଥା ଗୋଟେ କହିଥିଲେ, 5ଟା ବାଣୀ କଥା କହିଥିଲେ ଏବଂ କିଚେନ ଗାର୍ଡେନ କଥା। ଆମର ମା ମାନେ ଅନେକ ସମୟରେ ଦେଖିବେ ବର୍ତ୍ତମାନ ଗୋଟେ କଣ କହିବି ଗୋଟେ ମୋଟାପଣ ବର୍ତ୍ତମାନ ହେଇଯାଉଛି। ଆଗରୁ କଣ ବିଭିନ୍ନ ପ୍ରକାର କାମ ଥିଲା, ନନ୍ଦକୂଅରୁ ପାଣି କାଢୁଥିଲେ, ଇଏ ଆମର ଶିଳରେ ଶିଳ୍ପୀତାରେ ବାଟୁଥିଲେ, କାଠ ଆଣିକି ରୁଣୁଥିଲେ, ବହୁ କାମ ଖୁଚୁରା ହଉଥିଲା ସବୁ। ବର୍ତ୍ତମାନ ସବୁ ବିଜ୍ଞାନର ଆମର ସଭ୍ୟତାର ବିକାଶ ସହିତ ଅନେକ କଥା ଅନେକ କର୍ମ ସଂକୁଚିତ ହେଇଗଲାଣି। ଆମେ ମାନେ ସବୁ ବିଲ୍ଡିଂ କରିଛୁ, ପାଣି ପାଖରେ ରହିଲା, ଇଏ ଗ୍ରାଇଣ୍ଡର ରହିଲା, ୱାସିଂ ମେସିନ ରହିଲା, କିନ୍ତୁ ଶାରୀରିକ ପରିଶ୍ରମ ରହିଲା ନାହିଁ। ଅନ୍ତତଃ ଘର ମାନଙ୍କର ଗୋଟେ କିଚେନ ଗାର୍ଡେନ ରହିବ, ଟିକେ ଲଙ୍କା ଗଛଟିଏ, ଲେମ୍ବୁ ଗଛଟିଏ, କଣ ଟିକେ ବାଇଗଣ ଗଛଟିଏ ବା ଫୁଲ ଗଛ ଦିଟା ଲଗେଇବା ଏବଂ ସକାଳୁ ଉଠିକି ନିଜ ହାତ ଦ୍ଵାରା ତିଆରି ହେଇଥିବାରୁ ତାକୁ ସବୁ ଦେଖିଦେଲେ ଖୁବ ଆନନ୍ଦ ଲାଗିବ, ଖୁସି ଲାଗିବ। ଏବଂ ଆମର ମାନେ କଣ ଯେତେ ଖୁସିରେ ରହିବେ ସେତେ ଆମର ରୋଗ ନିବାରଣ ଶକ୍ତିଟା ମଧ୍ୟ ବଢିବ। ସିଲେଇଟିଏ ହଉ, କଟେଜ ଇଣ୍ଡଷ୍ଟ୍ରି କଥା ଚିନ୍ତା କରାଯାଉନାହିଁ। ବର୍ତ୍ତମାନ ଏତେ ଦରଦାମ ସବୁ ବଢିଲାଣି, ଫ୍ୟାମିଲି ମେଣ୍ଟେନ କରିବା କଷ୍ଟ ହଉଛି। ଯୋଉମାନଙ୍କର ଗୋଟିଏ ରୋଜଗାର, ଅନ୍ତତଃ ପୁରୁଷ ଲୋକଟିଏ ବ୍ୟବସାୟ କରୁଛି ବା ଚାକିରିଟିଏ କରିଛି, ଆଉ ସ୍ତ୍ରୀଟା କିଛି କରିନି, ହାଉସ ୱାଇଫ ଅଛନ୍ତି, ସେ ଯଦି କିଛି ଗୋଟେ ସିଲେଇ ମେସିନ ଯଦି ଘରେ ପଡେ, ଆପଣ ଦେଖିବେ ଏଇ ଯୋଉ ଖୁଚୁରା ଛୋଟ ପିଲାମାନଙ୍କର ଲୁଗାପଟାକୁ ଆମେ ନେଇକି ଯାଉଛେ, ସମୟ ନଷ୍ଟ ହଉଛି, ଆଉ ଏଠି ଟିକେ ସିଲେଇ ହେଇଯିବ। ଆଚାର ତିଆରି କରିବା, ବଡି ଦବା, ଆସନା ବିଞ୍ଚଣା, ଆମର ସବୁ ଆଗରୁ ଯୋଉ ପାଠ ପଢୁଥିଲେ ଆମେ ସବୁ ହୋମ ନେଇକି ଛାଞ୍ଚୁଣି, ଝାଡୁ ଝାଡୁ ଝାଡୁ, ଆସନ ବିଞ୍ଚଣା ସବୁ ବୁଣିକି ଦିଆ ହଉଥିଲା। ଦେଖନ୍ତୁ ଏଗୁଡା ସବୁ କେମିତି ବନ୍ଦ ହେଇଗଲାଣି ଆମ ମାନଙ୍କ ପାଖରେ, ଯାହା ଫଳରେ ଆମେ କିଛି କର୍ମରେ ରତ ରହୁନାହିଁ, କିଛି କାମ ଆମ ପାଖରେ ରହୁନାହିଁ, ଯାହା ଫଳରେ ଆମେ ଅଳସୁଆ ହେଇ ପଡୁଛେ ବା ଏନଗେଜମେଣ୍ଟଟା ରହୁନି। ନଡିଆ କତାର ବିଭିନ୍ନ ସାମଗ୍ରୀ, ଜୁଣ କୁଶରେ ସବୁ ଛୋଟ ଛୋଟ ଏଇ ସବୁ ଆମର ଯୋଉ ବର୍ତ୍ତମାନ ସବୁ ମେଳା ମହୋତ୍ସବ ଯୋଉ ହଉଛୁ, ଆପଣ ଅନେକ ଯାଉଛନ୍ତି, ଖାଲି ବୁଲୁଛନ୍ତି, ଖାଇ ଦେଇକି ପଳେଇ ଆସୁଛନ୍ତି, କଣ ଏଟା ସେଟା ଟିକେ ଇଏ କଲେ। କିନ୍ତୁ ଏଇ ଯେ ସେମାନେ ଷ୍ଟଲ ଦେଇଛନ୍ତି, ସେ ଷ୍ଟଲରେ ସବୁ ଜିନିଷ କେମିତି ତିଆରି କରିଛନ୍ତି, କାହିଁକି ସେମାନେ ଏ ଶୀତ ରାତିରେ ଆସୁଛନ୍ତି, କଷ୍ଟ କରୁଛନ୍ତି, ଏସବୁ କଥା ଆମକୁ ଗୋଟେ ଚିନ୍ତା କରିବାକୁ ପଡିବ। ଠାକୁରଙ୍କ ଏ ବାବଦରେ ଗୋଟେ ବାଣୀ ଅଛି, ଇଷ୍ଟ ଆପଣ ମାନେ ସମସ୍ତେ ଜାଣିଛନ୍ତି ଏ କଥା, ଇଷ୍ଟଭୂତିରେ ଦୀକ୍ଷା ବଞ୍ଚେ, ଶରୀର ବଞ୍ଚେ କର୍ମେ, ସଦାଚାରେ ସମାଜ ବଞ୍ଚେ, ଜୀବନ ବଞ୍ଚେ ଧର୍ମେ। ଇଷ୍ଟଭୂତିରେ ଦେଖି, ଇଷ୍ଟଭୂତି ଯଦି ମୁଁ କରୁନାହିଁ, ଦୀକ୍ଷା ବଞ୍ଚୁନାହିଁ, ତାଙ୍କ ସହିତ କନେକ୍ସନ ରହୁନାହିଁ। ପ୍ରଭୁଙ୍କ ସହିତ ଭଲ ପାଇବାର କନେକ୍ସନ କଣ? ଆଦାନ ପ୍ରଦାନ ସହିତ ମୋର ପ୍ରଭୁ ବସିଛନ୍ତି, ମୁଁ ତାଙ୍କୁ ଭୋଗ ଦଉଛି, ସେ ମୋ ପାଖରୁ ଗ୍ରହଣ କରୁଛନ୍ତି, ଏଇ ବୋଧ ଦେଇକି ଦୀକ୍ଷାଟା ବଞ୍ଚେଲା। ଆଚ୍ଛା, ଶରୀର ବଞ୍ଚେ କର୍ମେ, ଏଇ କଥାଟାର ମିନିଂ କଣ ଆମେ ବୁଝୁଛେ? ଶରୀରଟା, ଏଇ ଯେ ଶରୀରଟା ଅଛି, ହାତ ଗୋଡ ଆଖି, ଏ ମାନେ ସବୁ ଠିକ ରହିବେ ସେ ଯଦି ପରିଶ୍ରମ କରେ, କର୍ମ ଯଦି ନ କରେ, ତାହେଲେ ଶରୀରଟା ଜଙ୍ଗ ଲାଗିଯିବ। ଯେହେତୁ ଆମର ଗୋଟେ ସାଇକେଲ ବା ମୋଟର ସାଇକେଲ ଏଗୁଡା ଆମେ କିଛି ଦିନ ଚଲେଇକି ରଖିଦଉ, ଆଉ ବର୍ଷେ ଧରି ଚଲଉନା, ଦେଖିବେ ଆପଣ ଆଉ ସେ ଗାଡିକି ଚଲେଇ ପାରିବେ ନାହିଁ। ସେଗୁଡା ସବୁ ଜଙ୍ଗ ଲାଗିଯିବ, ଶରୀର ସ୍ଥବିର ହେଇଯିବ, ଯାହାଫଳରେ ମୋଟାପଣଟା ବଢିଯିବ। ସଦାଚାରରେ ସମାଜ ବଞ୍ଚେ, ସଦାଚାର ବୋଇଲେ ମୁଁ ବାହାରକୁ ଗଲି, ଲୁଗାପଟା ଧୋଇଲି ନାହିଁ, ଗୋଡ ହାତ ଧୋଇଲି ନାହିଁ, ଘର ଭିତରେ ପଶିଲି, ହାଣ୍ଡିଶାଳ ଭିତରେ ପଶିଲି, ଏଟା ଖାଇଲି ସେଟା ଖାଇଲି, ସେ ସବୁ ବାହାରୁ ଯୋଉ ଜୀବାଣୁ ଆସିଛନ୍ତି ସବୁ ମିଶିଲେ, ଇଏ କଲେ, ଯାହାଫଳରେ ସମାଜରେ ରୋଗ ବଢିଲା। ଆପଣ ଏଟା ଭଲ ଭାବରେ ଶିଖି ଯାଇଛନ୍ତି କରୋନା ପିରିୟଡରେ, କିଭଳି ଭାବରେ ବାହାରୁ ଆସିଲେ, କଣ ଠାକୁର କହିଛନ୍ତି, କଥାକୁ ତ ବଖାଣିଲେ ବହୁତ ସମୟ ପଳେଇଯିବ, ଟିକେ ଟିକେ ଖାଲି ହିଣ୍ଟସ ଦଉଛି ଆପଣଙ୍କୁ। ଜୀବନ ବଞ୍ଚେ ଧର୍ମେ, ଜୀବନଟା କେମିତି ବଞ୍ଚିବ? ଏଇ ନିଶ୍ୱାସ ପ୍ରଶ୍ୱାସ, ଏଇ ଜୀବନଟା ବଞ୍ଚିବ କେମିତି ନା ନୀତି ନିୟମ ଭିତରେ ଦେଖି। ଧର୍ମ ଇଜ ନଥିଙ୍ଗ ବଟ୍ ଏ ବଞ୍ଚ ଅଫ ପ୍ରିନ୍ସିପଲ୍ସ ଅଫ ବିଇଂ ଆଣ୍ଡ ବିକମିଂ। ବଞ୍ଚିବା ବଢିବାର ଗୋଟେ ନୀତି ନିୟମ, ସେ ନୀତି ନିୟମ ସେ ଠାକୁର ସବୁ ପ୍ରକାର କଥା ଦେଇଛନ୍ତି, କିନ୍ତୁ ଆମେ ଖାଲି କହି ଦଉଛେ, ଚାଲିଗଲେ ସତ୍ସଙ୍ଗରେ ବସିଲେ, କିଏ ଆମେ ସବୁ ଯିଏ ଯାଜନ କରି ଜାଣିଛି ସେ ଟିକେ ଯାଜନ କରିଦେଲେ, କିଏ ଗୀତ ଜାଣିଛି ଗୀତ କରିଦେଲେ, କିନ୍ତୁ ଏଇ କର୍ମ ପ୍ରତି ଯାହା ଠାକୁର କହିଛନ୍ତି ସେଗୁଡା ପ୍ରତି ଆମେ ମନରେ ଗୋଟେ ସ୍ପୃହା ସୃଷ୍ଟି ହଉନାହିଁ। ଆନନ୍ଦ ସେଇଠି ହିଁ ଆସେ, ସୁଖ ଶାନ୍ତି ଆନନ୍ଦଟା କର୍ମ ଭିତରେ। ଆପଣ ଗୋଟେ କଦଳୀ ଗଛ ଲଗେଇଛନ୍ତି, କଦଳୀ ଗଛର ଭଣ୍ଡାଟା ବାହାରୁଛି, କଦଳୀଟା ଫଳୁଛି, ଆପଣ ଦେଖିଲେ ସେ ଆନନ୍ଦ ଖାଲି ପଇସାରେ ଆନନ୍ଦ ନାହିଁ। ସେଦିନ ଯୁଧିଷ୍ଠିର ଦିନେ ସନ୍ଧ୍ୟା ସମୟରେ ସୂର୍ଯ୍ୟ ରତ ରତ ହଉଛନ୍ତି, ଆରତ୍ମିକ ପଶ୍ଚିମ ଆକାଶର ସୂର୍ଯ୍ୟ ପାହାଡ ଟି ଅଛି, ଉପଭୋଗ କରୁଛନ୍ତି, ବହୁତ ସମୟ ଛିଡା ହେଇକି ଦେଖୁଛନ୍ତି। ହଠାତ୍ ଆସିକି ପଛପଟରୁ ଦ୍ରୌପଦୀ ତାଙ୍କୁ ଆଘାତ କଲେ, କଣ ଏଠି ଏତେ ସମୟ ଗୋଟେ ଅପେକ୍ଷା କରିଛ? ଏଠି ନା ମୁଁ ଏଇ ସୂର୍ଯ୍ୟକୁ ଉପଭୋଗ କରୁଛି। ନା କଣ ମିଳିବ ସେଥିରୁ? ସେଠୁ ଯୁଧିଷ୍ଠିର କହିଲେ, ହେଇ ପ୍ରିୟେ, ଏଇ ମୁଁ ବ୍ୟବସାୟୀ ନୁହେଁ ଯେ ମୁଁ
विचार हिसाब करी एथुरु मोर केते लाभ केते क्षति मु आनंदटा को उपभोग करुछि आमे वर्तमान समाज टा मु देखुछि गोटे मेटेरियलिस्टिक लाइफ खाली खाली पैसा पछरे आमे समस्ते खाली दौड़े कौटी मोर लाभ हम कौटी मुझे करी कईटी कौन गोटे बिल्डिंग करी कईटी गोटे जगह किनी पकेबी ई भितरे देखी किंतु शांति किंतु पाइबेनी आपण धन संपत्ति प्राप्त हो पारती किंतु शांति पाई परिबेनी गुरु भाई को घरे अभाव देखा केते ठाकुर जो साधना देइछन सेते तो अभाव आसीबा कथा नुई माने ठाकुर को समय कथा गोटे मन पड़ुची जे जने भाई जाइए से ठाकुर पाखे निवेदन कर जहाँ जहाँ कहते जजन जाजन इष्टपति ये सब कथा मुझे करुच्ची किंतु मोर घरे अभाव जाऊना ठाकुर कहले कौन अभाव जाऊनी तो घरे केते जन मेम्बर कि सब एत सब विधि व्यवस्था आसी नाला आम विज्ञान डेभलप हो नाला प्राय लोक मैंने चाष करके बंचुले ना आम घर 6 जन ना किए किए ना मो पुओ झी मु मो स्त्री आ मो बापा माँ चाष बाड़ी कर बंचु ना तो घरे 6 जन जमा 6 जन रे तोर गुजराट मेंटू ना आउ कहीं अच्छा ना हाँ चाकर जड़े अच्छी ना किए किए ना मो पुओ झी मु मो स्त्री मो बापा माँ आउ चाकर ठाकुर से कहले अरे मु तो घर कहीं नुहे ना ना हाँ हाँ ठाकुर ठाकुर आपण आपण ना केते जन हेले ना 8 जन ना किए किए ना मो पुओ झी मु मो स्त्री मो बापा माँ चाकर आपण ठाकुर कहले जे प्रथम तो मत रखी नथिलु आ जदि भी रखिलु चाकर परे तो आम लाइफ स्टाइल टा कौ भली हवा कथा आमे निर्धारित कर पारने ठाकुर कौ जगह रे ना सब उलुटा आगे मो पुओ झी तापरे स्त्री मु तापरे मो बापा माँ अरे आगे ईश्वर तापरे मो बापा माँ तापरे जाइक सिना मु तापरे सिना जाइक मो पुओ झी आमे तो सब उलुटा रास्ता रे चलीचे तेणु पूरण हम केमी खाली तो उठिकी बसिकी इष्टपति करदे नाम ध्यान करदे तो नाम ध्यान हुए नाम ध्यान भितर जमी प्रभु चित्रटा भासी उठे जीवन शैली भासी उठे वर्तमान कौन निर्देश अच्छी डीपीआर निर्देश अच्छी किमिति कईटी जी कौन करी रुटीन करी ये करी सब भितर नहीं कि जीवनटा सुंदर हो उठिबो जने ग्रेजुएट सुख शांति आनंद पाई से ठाकुर को जाइए निवेदन कर ठाकुर मते सुख शांति आनंद जमी मिल पारे से आशीर्वाद दियो ठाकुर कहते एई सुख शांति आनंद माने कौन कहलु कौन तू बुझीछु मुझे तो देदेवी ना सुख शांति आनंद माने मोर कोठा बाड़ी बिल्डिंग थी धन संपत्ति थी बैंक बैलेंस तार लोभ आउ से लोभटा को निवेदन कर कोठा बाड़ी बिल्डिंग धन संपत्ति ठाकुर कहले ठीक अच्छे तते से दिगला किंतु प्रत्येक दिन तो स्त्री सहित झगड़ा हो तो सुख शांति पाई पारू ठाकुर कहले केमती हम ठाकुर ना ना ताने सुख शांति आनंद माइले कौन बुझुचु ना सुख शांति आनंद बोले धन संपत्ति थी बैंक बैलेंस थी कोठा बाड़ी थी सहीटा को छाड़ू ना से आउ मो स्त्री सहित सब भल संपर्क थी ठीक अच्छे ते से दे दे किंतु तो स्त्री तोर बापा माँ को सेवा दौन तो बापा माँ को सब टर्चर कर सुख शांति पाई पारू ठाकुर एटा केमती हम ना ताहले कौन तू कहूचु कह सुख शांति बोले कौन तू अर्थ बुझुचु ना कोठा बाड़ी बिल्डिंग धन संपत्ति ता सहित स्त्री सहित भल संपर्क थी मो स्त्रीटा बापा माँ ठीक सेवा कर ठाकुर बोले ठीक अच्छे सेटा भी ते दिगला किंतु तो घर सहित पड़ोशी मान कहारी सहित पटु न चोर टाउटर थे पागल 2-4टा सका उठला बेलू से ये होते चित्कार करुवे तो सुख शांति पाई पारू से नरम गला प्रभु मत कही दिंतु सुख शांति आनंद ताले कौन अर्थात सुख शांति आनंद बोले आमे जहाँ बुझीचु प्रभु पार निवेदन करुचु सेटा धीरे 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 से ग्रेजुएट जनक माने नम्र हो गला सुख शांति आनंद ताले कौन अतएव मो कहवा कथा हो सुख शांति आनंद यहाँ कौन आमको आगे बुझी नब पड़ो ये सुख शांति आनंदर घनमूर्त विग्रह होचुंती ईश्वर पुरुषोत्तम तांको पूरण करने भितर देकी जो कर्म सब सृष्टि हम से भितर जमीक आम आत्मतृप्ति पाइबू बालांस स्टेट ऑफ माइंड आसब और बालांस स्टेट ऑफ माइंड आसिले आम भितर आनंद सृष्टि हम जहाँ भी अच्छी आम बापा गोसाईं समय से तो बिल्डिंग नथिला कौन माटी घरे चाष बाड़ी करी
କେତେ ମାନେ କାର୍ତ୍ତିକ ମାସ ହେଲେ ଖଳା ହବ, ଇଏ ହବ, ଯୋଉ ପର୍ବପର୍ବାଣୀ ହଉଥିଲା ପିଠାପଣା ହବ, ବର୍ତ୍ତମାନ ତ ସବୁବେଳେ ସବୁଦିନେ ଘରେ ତେଲ ଭାଜି ହେଲା, ପିଠାପଣା ହେଲା, ପଇସା ପତ୍ର ହେଲା, ଆନନ୍ଦ କାହିଁ? ଘରେ ଆନନ୍ଦ କାହିଁ? ଆମ ଗୁରୁ ଭାଇଙ୍କ ଘର ମାନଙ୍କରେ ମଧ୍ୟ ନିଛକ ସତ କଥା କହିବାକୁ ଗଲେ ଆପଣ ମାନେ ସମସ୍ତେ ପରୀକ୍ଷି ନିଅନ୍ତୁ, ଆମେ ପୁଅ ସାଥିରେ କେତେ ସମୟ ମିଶୁଛେ, ଆମେ ଝିଅ ସହିତ କେତେ ସମୟ ମିଶୁଛେ, ସେମାନେ କୋଉଠି ସେମାନେ ପ୍ରାର୍ଥନା କରୁଛନ୍ତି ନା ନାହିଁ, ସେମାନେ ଇଷ୍ଟକର୍ମ କରୁଛନ୍ତି ନା ନାହିଁ, ସେମାନେ ନିରାମିଷ ଖାଦ୍ୟ ଖାଉଛନ୍ତି ନା ନାହିଁ, ସତରେ କୁହନ୍ତୁ ନା ମାନେ କେତେ ନିବିଡ଼ ଭାବରେ ମାଲିକ ଯେଭଳି ଭାବରେ ଚାହିଁଛନ୍ତି ଏ ନିବିଡ଼ ଭାବରେ କେତେ ଜୋର ଗୁରୁତ୍ୱ ଦଉଛେ। ଏବଂ ସର୍ବୋପରି ସମୟ ତ ସଂକେତ ଦେଲାଣି, ସର୍ବୋପରି ବର୍ତ୍ତମାନ ଆମକୁ ଚଳଚଞ୍ଚଳ କରି ରଖିବା ନିମିତ୍ତ ଏଇ ଯୋଉ ମାନେ ମୁଣ୍ଡ ଉପରେ ଯୋଉ ଚାପ, ଏଇ ଚାପ ନ ରହିଲେ, ଅଭାବ ନ ରହିଲେ ମଣିଷ ଈଶ୍ୱରଙ୍କୁ ଡାକେ ନାହିଁ। ଏ ଚାପ ରହିଲେ ମଣିଷ କିଛି କର୍ମ କରିବାକୁ ଚେଷ୍ଟା କରେ, ଆଉ ଏଇ କର୍ମ ହିଁ ଆନନ୍ଦ ସୃଷ୍ଟି କରେ। ବର୍ତ୍ତମାନ ଇଷ୍ଟ ନିର୍ଦ୍ଦେଶ ହଉଛି ଡିପି ୱାର୍କ। ଡିପି ୱାର୍କ ବୋଇଲେ କାହା ଘରେ ଯାଇକି ଖାଲି ଠାକୁର ସଜେଇ ଦେଇକି ପୋଷ୍ଟ ମାରିଦବା ଫେସବୁକରେ, ବା ଇଏ ତାଙ୍କର ଇଷ୍ଟ ଭିତରେ ପ୍ରଚଳନ କରିକି ଆପଡେଟ କରିଦବା, ଏତିକି କଥା ନୁହେଁ। ଏ ଡିପି ୱାର୍କ ର ମୂଳ କଥା ହଉଛି ଆମେ ପ୍ରତ୍ୟେକ କେମିତି ସାଧନାରତ ରହିବୁ, ନାମ ଧ୍ୟାନକୁ ବଢେଇବୁ, ଯାହା ଫଳରେ ଆମର କଥାଟା ଯୋଉ ଘରକୁ ଯିବୁ କହିବୁ ଆମ କଥାଟା କାଟୁ କରିବ। ଆଚାର୍ଯ୍ୟ ଦେବ ଆସୁଛନ୍ତି, ଇଷ୍ଟ ପରିବାର ଅନ୍ୟମାନେ ଆସୁଛନ୍ତି, ତାଙ୍କ କଥା କେମିତି ଲୋକମାନଙ୍କୁ ରେଖାପାତ କରୁଛି, ଆମ କଥାଟାକୁ ଲୋକମାନେ ଏଡେଇ ଦଉଛନ୍ତି ବା ସେତେଟା କ୍ରିୟା କରୁନାହିଁ। ତାର ଅର୍ଥ ହଉଛି ଆମ ପାଖରେ ନାମ ଧ୍ୟାନ ରହୁନାହିଁ, ଆମ ଅନ୍ତର ଭିତରେ ଈଶ୍ୱର ରହୁନାହାନ୍ତି, ଆମ ଅନ୍ତର ଭିତରେ ହୃଦୟରେ ଠାକୁର ରହୁନାହାନ୍ତି, ଯାହାଫଳରେ ଆମର କଥାଟା ତାଙ୍କୁ କାଟୁ କରୁନାହିଁ, ଆମର କଥାଟା ସରଳ ହଉନାହିଁ, ଆମ କଥାଟା ମଧୁମଖା ହଉନାହିଁ। ଏ ସବୁ କ୍ଷେତ୍ରରେ ଆମକୁ ମୂଳ କେନ୍ଦ୍ରବିନ୍ଦୁ ଈଶ୍ୱରଙ୍କର ସବୁ କଥା ଆପଣ ମାନେ ଜାଣିଛନ୍ତି, ଖାଲି ରିପିଟ କରିବା କଥା। ତ ତାଙ୍କୁ ନେଇକି ଚାଲିବା, ଠାକୁର ଗୋଟେ ଇଂରାଜୀରେ ବାଣୀ ଅଛି, wherever you go, whatever you do, bring something for your Lord, do something for your Lord, that will make you offer to him। ଯେ ତୁମେ ଯେଉଁଠିକି ବି ଯାଅ ତାଙ୍କ ପାଇଁ କିଛି ଆଣ, ତୁମେ ଯାହା ବି କର ତାଙ୍କ ପାଇଁ କିଛି କର, ଏଇ ଆଣିବା ଏବଂ କରିବା ଆମକୁ ତାଙ୍କ ନିକଟରେ ସମର୍ପଣ କରିବାରେ ସାହାଯ୍ୟ କରିବ। ଅତଏବ ସବୁ କର୍ମ ଭିତରେ ଦେଇକି ଯାହା ମୁଁ କରୁଛି, ପାଠ ପଢିଲା ଭିତରେ ପାଠ ଯଦି ପଢୁଛି ମୋର ପ୍ରଭୁ ସେଥିରେ ରହୁଛନ୍ତି ନା ନାହିଁ, ମୁଁ ଯୋଉ କର୍ମ କରୁଛି ସେଥିରେ ମୋର ପ୍ରଭୁ ପ୍ରତିଷ୍ଠିତ ହଉଛନ୍ତି ନା ନାହିଁ, ମୁଁ ଯୋଉ ଚାକିରି ଜୀବନକୁ ଯାଉଛି ସେଠି ମୋର ପ୍ରଭୁ ପ୍ରତିଷ୍ଠିତ ହଉଛନ୍ତି ନା, ଏ ସବୁ ଦିଗ ଦେଇକି ଯେତେବେଳେ ମୋର ଠାକୁର ଥାନ୍ତି, ମହିଖୁମ୍ପ ହେଇଥାନ୍ତି, କିଳ କେନ୍ଦ୍ର ହେଇଥାନ୍ତି, ତାହେଲେ ଆମେ ନିଶ୍ଚିତ ଭାବରେ ସୁଖ ଶାନ୍ତି ଆନନ୍ଦ ପାଇବା। ସମସ୍ତଙ୍କର ଶାନ୍ତି ସ୍ୱସ୍ତି ପ୍ରଭୁଙ୍କ ଶ୍ରୀ ଚରଣରେ ପ୍ରାର୍ଥନା ଜଣାଇ ରହୁଛି। ଜୟ ଗୁରୁ। ଦାଦା ଜୟ ଗୁରୁ। ଜୟ ଗୁରୁ, ଜୟ ଗୁରୁ। ଯତୀନ୍ଦ୍ର ଭାଇ ଖୁବ